ହଁ ଆପଣ କିଏ କହୁଥିଲେ ମୁଁ ଜାଣିପାରିଲିନି। ମୁଁ କହୁଥିଲି ଟାଙ୍ଗୀ ମୋ ଘର। ଆକ୍ଚୁଆଲି ମୁଁ କହୁଥିଲି ଯୋଉ ରବୀନ୍ଦ୍ର କୁମାର ରଣା ଜାଣିଥିବେ ନ୍ୟୁଜ 7 ଇଏ ଆମର ଇଏ ଇଲେକ୍ଟ୍ରୋନିକ୍ସ ମିଡିଆ ହଁ 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 ବୁଝିଲେ କି? ହଁ ତ ଆପଣଙ୍କ ପାଖକୁ ଏ ଯୋଉ ଖବରଟି ପହଞ୍ଚିଥିଲା ଯେ ଆପଣ ତାଙ୍କୁ ଫୋନ କରିଥିଲେ ଯେ ଆପଣଙ୍କ ହଁ ଛତୁଆରେ ଇଏ ହଉଛି, ଆପଣ ଏ ବାବଦକୁ କିଛି କମ୍ପ୍ଲେନ ପାଇଥିଲେ କି? କମ୍ପ୍ଲେନ ରିସିପ୍ଟ କାଠୁ ମାନେ ଆପଣଙ୍କୁ ଆପଣ ଯୋଉ ମ୍ୟାଡାମ କୁ ଆପଣ ଫୋନ କରିଥିଲେ, ହୁଁ ହୁଁ ଆମର ଯୋଉ ଅଙ୍ଗନବାଡି ମ୍ୟାଡାମ କୁ କର୍ମୀ କି, ହୁଁ ସେ ଆକ୍ଚୁଆଲି ମୋ ଭାଉଜ ବୁଝିଲେ କି? ହଁ ହଁ ଯୋଉ ଆପଣ ଫୋନ କରିଥିଲେ ତ ଆପଣ କୌଣସି ଯୋଉ ଖବର ପାଇଲେ, ଯୋଉ ଆପଣ ଯୋଉ ତାଙ୍କୁ ଫୋନ କଲେ ହଁ ତ ଆପଣ କଣ ଯୋଉ କମ୍ପ୍ଲେନ ର ରିସିପ୍ଟ କିଛି ଆପଣଙ୍କ ପାଖରେ ଅଛି କି? କମ୍ପ୍ଲେନ ଆମକୁ କହିଲେ ଏମିତି ଏମିତି ହେଇଛି ବୋଲି, ତେଣୁ ଆମେ ଯାଇଥିଲୁ ଅବଜର୍ଭ ଭାଇ କରିବାକୁ। ଶୁଣନ୍ତୁ, ଭାଇ ଆପଣ ହଁ ହଁ ଆପଣ ହଉଛନ୍ତି ମୋବାଇଲ ମିଡିଆ, ମୁଁ ଖାଲି କଣ କହିଲେ ଇଲେକ୍ଟ୍ରୋନିକ୍ସ ମିଡିଆ ରବି ଭାଇକି ଫୋନ କରିବେ। ଭାଇ ହଁ ଆପଣଙ୍କ ଭାଇ କି ବବୁଲ ବୋଲି ଅଛି, ଆପଣ ହଁ ବୁଝିପାରନ୍ତି, କିଛି ହଁ ଅସୁବିଧା ନାହିଁ। ଯେ ଆମେ ଜଣକଠୁ ରିସିପ୍ଟ ଆମର ଯଦି ଆପଣ କହୁଛନ୍ତି ସାମ୍ବାଦିକ, ମୁଁ ବି ଜଣେ ସାମ୍ବାଦିକ, ହଁ ତ ହଁ ଭାବନ୍ତୁ ତ ମୁଁ ଜଣକଠୁ ରିସିପ୍ଟ ନ ରଖିକି, ମୋ ପ୍ରମାଣ ନ ରଖିକି ଜଣକୁ ଫୋନ କରିକି କେମିତି ପଚାରିବି? କୋଉ ପ୍ରମାଣ ପଚାରି କଥା? ପାରିବି? ଆଜ୍ଞା କୋଉ ପ୍ରମାଣ କଥା? ଆପଣ ଯୋଉ ତାଙ୍କୁ ଫୋନ କରିକି ପଚାରିଲେ ଆପଣଙ୍କ ଛତୁଆରେ କଣ ଲାଗୁଛି, କଣ ଇଏ ପୋକ କେମିତି ହଉଛନ୍ତି? ପୋକ ଆଚ୍ଛା ଆପଣ ଏଇଟା ମୁଁ ପଚାରିବା ପାଇଁ ହଁ ଶୁଣନ୍ତୁ ଶୁଣନ୍ତୁ, ହୁଁ ଯେତେବେଳେ ଆମ ପାଖକୁ ଗୋଟେ ଏମିତି ଖବର ଆସିଲା ହୁଁ ଯେ ସେଠି ଛତୁଆରେ ଏବଂ ତାଙ୍କର ଯୋଉ ଛତୁଆ ଦଉଛନ୍ତି ସେଥିରେ ଗୋଟେ କଣ ପୋକ ବାହାରିଲା। ଆଜ୍ଞା ଘଟଣା ଟା ପ୍ରକୃତରେ ସତ କି ମିଛ ସେଟା ହଁ ୟାର ପଚାରିବାଟା ସତ୍ୟତା କଣ ନାହିଁ। ଭୁଲ? ନାଇଁ ନାଇଁ ୟାର ସତ୍ୟତା ନାହିଁ ଯେ ନାଇଁ ନାଇଁ ଆପଣ ଶୁଣ ମୁଁ ସତ୍ୟତା ଆମେ ଜାଣିବା କେମିତି? ଆମର ଶୁଣନ୍ତୁ, ଆମର ଉପରେ ଦିକେ ତାଙ୍କ ଉପରେ ତାଙ୍କୁ ଆମେ ପଚାରି ପାରିବାନି, ଆମର ହଉଛି ତାଙ୍କ ଉପରେ ଯୋଉ ସିଡିଂ ଆମେ କହିବା ଯେ କାହିଁକି ଆପଣ କାହିଁକି ଏଇ ଜାଗାରେ ଯୋଉ ଶୁଣନ୍ତୁ, ଆପଣ ଏଇ ଜାଗାରେ ଆଜ୍ଞା ଛତୁଆ ଲାଗୁଛି ଗଭର୍ଣ୍ଣମେଣ୍ଟ ଛତୁଆ, ତ ଏଥିରେ ପୋକ ଆସୁଛି, ଆପଣଙ୍କ ଆଡୁ କମ୍ପ୍ଲେନ ଅଛି, ଆପଣଙ୍କ ମ୍ୟାଡାମ କୁ ପଚାରନ୍ତୁ କି କଣ ସେଟା ସିଡି ତାଙ୍କୁ ପଚାରିବେ। ଆରେ ଏଇ ଆମେ ଶୁଣ, ଏତେ ଘଟଣା ଉପରକୁ ଗହଳି କରିବାର କଣ ଅଛି? ମୁଁ ମୂଳ କହିବା କଥା ହଉଛି ଶୁଣନ୍ତୁ ଶୁଣନ୍ତୁ ସେ ଲୋକ ଆପଣ କହିଲା ଗୋଟେ ଏମିତି ଛତୁଆରୁ ପୋକ ବାହାରୁଛି। ଆଚ୍ଛା ସେ ଶୁଣନ୍ତୁ ସେଇ ଶୁଣନ୍ତୁ ସେ ଘଟଣାଟା ଲୋକଟା ଆକ୍ଚୁଆଲି ସତ ଶୁଣନ୍ତୁ କି ମିଛ ଆମେ ଜାଣିବା ନା ନାଇଁ? ବୁଝିଲେ? ଏବେ ଆପଣଙ୍କୁ ମୁଁ ବୁଝଉଛି, ସେ ଆପଣ ଆସିବେ ଯଦି ଛତୁଆ କଥା ତାହେଲେ ଠିକ କହୁଛନ୍ତି, ଆମେ ହୁଁ ସତ ଦେଖିବା, ମୁଁ ବି ଯିବି ସତ ଦେଖିବା। ଆଉ ଦ୍ୱିତୀୟ କଥା ହେଲା, ମୁଁ ଗୋଟେ କମ୍ପ୍ଲେନ କରିବି ସେଇ ଛତୁ ଜାଗାରେ। ଦେଖା ହେଇନି। ଶୁଣନ୍ତୁ, ଆଜ୍ଞା ଘଟଣାଟା ଆକ୍ଚୁଆଲି ସତ କି ମିଛ ଆମେ ଆପଣ ପଚାରିକି ଦେଖୁନାହାନ୍ତି, ତାହେଲେ ମୁଁ ତାହେଲେ ଆପଣଙ୍କୁ ଗୋଟେ କମ୍ପ୍ଲେନ କରିବି, ଚଳିବ? କଣ କରିବି ନା କମ୍ପ୍ଲେନ କଣ କମ୍ପ୍ଲେନ ମୁଁ କରିବ ଗୋଟେ କରୁନ? କମ୍ପ୍ଲେନ କରିଛି, ସେଇ କରୁନ ଅଙ୍ଗନବାଡି ସାଇଡରେ ଗୋଟେ ଗଭର୍ଣ୍ଣମେଣ୍ଟ ଲ୍ୟାଣ୍ଡ ଅଛି। ହଁ ହଁ କର। ହଁ ତମେ କଣ ଶୁଣୁନାହାନ୍ତି କମ୍ପ୍ଲେନ ଆଜ୍ଞା। କରିବ? ହଁ ଆରେ ଶୁଣନ୍ତୁ ଘଟଣାଟା ଯାହାର ସିଏ ସିନା କମ୍ପ୍ଲେନ କରିବ, ତମେ କାହିଁ କରିବ? ନାଇଁ ଶୁଣନ୍ତୁ ଘଟଣା ଆଉ ଗୋଟେ କଥା କହିବି, ଆମ ଦତ୍ତପୁର ଗାଁ ଆମର ଶୁଣନ୍ତୁ, ହୁଁ ଯିଏ ଆପଣଙ୍କୁ କମ୍ପ୍ଲେନ ଦେଇଥିଲା ଗଣେଶ ପ୍ରସାଦ ଜେନା, ସିଏ ହୁଁ ଗୋଟେ ଗଭର୍ଣ୍ଣମେଣ୍ଟ ଲ୍ୟାଣ୍ଡ ରେ ଘର କରିଛି। ସେଟା ଶୁଣନ୍ତୁ, ସେସବୁ ଗୁଡାକ ଆମକୁ କହନ୍ତୁନି। ଆପଣ ଶୁଣନ୍ତୁ, ଏ ବିଷୟରେ ଆପଣ କୁହନ୍ତୁ। ଆମ ମୋ ମିସେସ୍ କୁ ଆପଣ ଫୋନ ଆରେ କରିବେ। ଭାଇ ଶୁଣନ୍ତୁ, ଏ ବିଷୟରେ କଣ କହିବାର ଅଛି କୁହ। ମୁଁ ଏବେ କେସ୍ କରିବି, ମୁଁ ବାଲୁଆରେ କେସ୍ କରିବି ଆପଣ ନାଁରେ, କାରଣ ମୋ ମିସେସ୍ କୁ ଆପଣ ଫୋନ କରି ହାରାସମେଣ୍ଟ କରୁଛନ୍ତି। ହଁ ହେଲା କରୁନାହାନ୍ତି, ଓକେ କରନ୍ତୁ 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 କରନ୍ତୁ। ହଁ ଶୁଣାନ୍ତୁ ଆପଣ ନା ନା ମୁଁ କରିବି, ଆପଣ ଆରେ ଭାଇ କଲ୍ ତମେ ଯଦି କେସ୍ କରିବ ମତେ ଫୋନ କରିବା କଣ ଦରକାର? ହଁ ଠିକ ଅଛି, ଓକେ ମୁଁ କେସ୍ କରିବି, ଠିକ ଅଛି। ହଁ କର। ହଉ ଠିକ ଅଛି ଠିକ ଅଛି ଠିକ ଅଛି। ଠିକ ହଉ ଓକେ ହଁ କରନ୍ତୁ କରନ୍ତୁ। କରିଛନ୍ତି ଆପଣ ଶୁଣନ୍ତୁ, ଆପଣ ଡାଇରେକ୍ଟ ସିଡିଓକୁ ଯାଇ ପଚାରିଲେନି ପ୍ରୋବ୍ଲେମ ଟା ଶୁଣନ୍ତୁ, କଣ? ଆପଣ ଯଦି କେସ୍ କରିବାର ଅଛି ମୋ ସାଙ୍ଗରେ କଥାବାର୍ତ୍ତା କରିବା କଣ ଆବଶ୍ୟକ ଅଛି? ଠିକ ଅଛି ଓକେ 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 ଠିକ ଅଛି ଓକେ ଥ୍ୟାଙ୍କ ୟୁ ଧନ୍ୟବାଦ। ହଉ ଓକେ। ଦତ୍ତପୁର ଅଙ୍ଗନବାଡ଼ି କେନ୍ଦ୍ରରେ ମିଳୁଛି ପୋକ ସାଲୁବାଲୁ ବାଦାମ ଲଡୁ। ସରକାର କୋଟି କୋଟି ଟଙ୍କା ବ୍ୟୟରେ ମହିଳା ଓ ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ବଣ୍ଟନ କରୁଥିବା ବେଳେ ହିତାଧିକାରୀଙ୍କୁ ଖାଦ୍ୟ ନା ଅଖାଦ୍ୟ ଦିଆଯାଉଛି। ଏହାକୁ ଥରେ ଆଖି ପୁରାଇ ନ ଦେଖିଲେ ବିଶ୍ୱାସ ହେବନି ଦର୍ଶକ ବନ୍ଧୁ। ପୋକ ସାଲୁବାଲୁ ହୋଇଥିବା ଅଖାଦ୍ୟ ମିଳୁଛି ଅଙ୍ଗନବାଡ଼ି କେନ୍ଦ୍ର ତରଫରୁ। ଏହାକୁ ଖାଇବ କିଏ? ନା ଛୋଟ ପିଲା ନା ଗର୍ଭବତୀ ମହିଳା। এই খাদ্যକୁ ନେଇ ଏବେ ହଟଚମ୍ପଟ ଚାଲିଥିବା ବେଳେ ନିଜ ନିଜର ଦୋଷ ଦୁର୍ବଳତା କାଳେ ପଦାରେ ପଡ଼ିଯିବ, ସେଥିପାଇଁ ଲୁଚକାଳି ଖେଳ ବର୍ତ୍ତମାନ ସୁଦ୍ଧା ଚାଲିଛି। ତେବେ ଯୋଗାଣ କରୁଥିବା ସଂସ୍ଥା ଠିକ୍ରେ ଦେଉଛି ନା ଅଙ୍ଗନବାଡ଼ି ୱାର୍କର ଠିକ୍ରେ ଦେଉଛନ୍ତି? ଏହାକୁ ନେଇ ଏବେ ବଡ଼ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ପୂର୍ବତନ ସରକାରଙ୍କ ମୋହମାୟା ଏଯାଏ ଛାଡ଼ିନି ଛତୁଆ ପ୍ରସ୍ତୁତ କରୁଥିବା ସଂସ୍ଥାର। ନୂତନ ସରକାର ରାଜ୍ୟକୁ ଆସିବାର 6 ମାସ ବିତିଗଲା ପରେ ବି ଛତୁଆ ପ୍ୟାକେଟ୍ରେ ପୂର୍ବରୁ ଥିବା ମୁଖ୍ୟମନ୍ତ୍ରୀ ନାମ ରହିଛି। ତେବେ ଘଟଣାଟି ହେଉଛି ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ କୁମାଣ୍ଡୋଳ ପାଟଣା ଗ୍ରାମ ପଞ୍ଚାୟତ ଦତ୍ତପୁର ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ରରେ।
ସେଠାରେ ମିଳୁଥିବା ଛତୁଆ ମୁଢ଼ି ଓ ବାଦାମ କୋରା ମଧ୍ୟରୁ ବାଦାମ କୋରାରୁ ଦେଖିବାକୁ ମିଳିଛି ଧଳା ପୋକ ସାଲୁବାଲୁ। ତେବେ ଏହି ଅଙ୍ଗନବାଡ଼ି କେନ୍ଦ୍ରକୁ ହରିପୁର ସ୍ଥିତ ମା ପାଣ୍ଡବାସୁଣୀ ସ୍ୱୟଂ ସହାୟକ ଗୋଷ୍ଠୀର ତିଆରି ହୋଇଥିବା ନାମ ଛପାଯାଇଥିବା ବେଳେ ଏହାକୁ ସରକାରୀ କ୍ଷେତ୍ରରେ ସଠିକ୍ ଭାବେ ନିରୀକ୍ଷଣ କିମ୍ବା ପରିଚାଳନା କରାଯାଇପାରୁନାହିଁ। ଅଭିଯୋଗ କ୍ରମେ ଦୂରାଭାଷ ଯୋଗେ ଗଣମାଧ୍ୟମ ପ୍ରତିନିଧି ଘଟଣାର ସତ୍ୟାସତ୍ୟ ପଚାରି ବୁଝିଥିଲେ ଉକ୍ତ ଅଙ୍ଗନବାଡ଼ି କର୍ମୀଙ୍କୁ, କିନ୍ତୁ ସେ ତାଙ୍କ ମତ ଠିକ୍ରେ ରଖି କହିଥିଲେ ଯେ ଆମକୁ ଯାହା ମିଳୁଛି ଆମେ ଆସିବା କ୍ଷଣି ତୁରନ୍ତ ସମସ୍ତଙ୍କୁ ବାଣ୍ଟି ଦେଉଛୁ। ଆମେ କ'ଣ ପ୍ୟାକେଟ୍ ଖୋଲି ଦେଖୁଛୁ କି? ଯେଉଁଠାରୁ ପ୍ୟାକେଟ୍ ସବୁ ଆସୁଛି ସେଠାରେ କ'ଣ ହୋଇଥିବ ଆମେ ଜାଣିନୁ। କିନ୍ତୁ କିଛି ଘଣ୍ଟା ପରେ ଉକ୍ତ ରିପୋର୍ଟରଙ୍କୁ ଏକ ଅଜଣା ନମ୍ବରରେ ଧମକ ଦିଆଯାଉଛି ଯେ ମୋ ଅଙ୍ଗନବାଡ଼ି କର୍ମୀଙ୍କ ସ୍ୱାମୀ କହୁଛି, ତୁମେ ମୋ ସ୍ତ୍ରୀକୁ ଫୋନ୍ କରିବାକୁ କିଏ? ତୁମ ନାମରେ ବାଲୁଗାଁ ଥାନାରେ ମୁଁ କେସ୍ କରିବି। ତେବେ ପ୍ରକୃତ ଦୋଷୀ କିଏ? ଉଚ୍ଚ ପଦସ୍ଥ ଅଧିକାରୀ କାହିଁକି ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି? ଖସିଯିବେ କି ଦୋଷୀ? ସାଧାରଣରେ ଉଠୁଛି ପ୍ରଶ୍ନବାଚୀ। ଖୋର୍ଦ୍ଧା ଜିଲ୍ଲା ବାଣପୁର ଚିଲିକାରୁ ସୌମ୍ୟ ଦର୍ଶନଙ୍କ ରିପୋର୍ଟ, ଆୱାଜ ଓଡ଼ିଶା। ଆପଣ ପରିଚୟଟା ଦିଅନ୍ତୁ। ଶୋଭାରାଣୀ ମହାନ୍ତି, ଗ୍ରାମ ଦତ୍ତପୁର। ଆପଣ ଯେଉଁ ଅଙ୍ଗନବାଡ଼ିରୁ ଛତୁଆ ମିଳୁଛି କେତେ ମାସ ହେଲା ମିଳୁଛି? ଏବେ 9-10 ମାସ ହେଲା ମିଳୁଛି। ଅଙ୍ଗନବାଡ଼ି ଆମେ ଶୁଣିଲୁ ଯେ ଅଙ୍ଗନବାଡ଼ି ଯେଉଁ ଛତୁଆ ଦେଉଛନ୍ତି ସେ ଛତୁଆରେ ପୋକ ଅଛି, ଏଇଟା କ'ଣ ସତ୍ୟ? ପୋକ ବାହାରୁଛି, କୋରାରୁ ବାଲି ବି ବାହାରୁଛି, ମୁଢ଼ିରୁ ପୋକ ବାହାରୁଛି, ଛତୁଆରୁ ବି ପୋକ ବାହାରୁଛି। ଏ ବାବଦରେ ଆପଣ ଅଭିଯୋଗ ଅଙ୍ଗନବାଡ଼ି କର୍ମୀଙ୍କୁ କହିଥିଲେ? ତାଙ୍କୁ ଆମେ କହିଥିଲୁ ଯେ ସେ କହିଲେ ଆମେ କ'ଣ କରିବୁ, ତମେ ତ ଆମକୁ ଯେତେ ଥର କମ୍ପ୍ଲେନ୍ କରୁଛ ଆମେ ତାଙ୍କୁ ଜଣାଉଛୁ, ସିଏ ଆମକୁ ଯାହା ଦେଉଛନ୍ତି ଆମେ ତମକୁ ସେୟା ଦେଉଛୁ, ଆମେ କ'ଣ କରିବୁ? ମାନେ ଅଙ୍ଗନବାଡ଼ି କର୍ମୀ ରିଙ୍କା ପାତ୍ର। ସେ କାହାକୁ ଜଣାଉଛନ୍ତି? ସେ କହିଲେ ଆମକୁ ଛତୁଆ ଆଉ କୋରା ହରିକା ଯିଏ ଦେଉଛନ୍ତି ଆମେ ତାଙ୍କୁ ଜଣାଉଛୁ, ସେ ଯାହା ଆମକୁ ଦେଉଛନ୍ତି ଆମେ ତାକୁ ଦେଉଛୁ, ଆମେ କ'ଣ କରିବୁ? ପୋକ ଏବେ ବାହାରିଲା ନା ଆଗରୁ କେବେ ବାହାରିଥିଲା? ଆଗରୁ ପ୍ରତି ମାସରେ କୋରାରେ ବାଲି ବାହାରୁଛି, କିନ୍ତୁ ପୋକ ଏଇ 2 ମାସ ହେଲା ବାହାରିଲା। ଆଉ ସବୁ ଅନ୍ୟାନ୍ୟ ଯେଉଁ ମୁଢ଼ି ଦେଉଛନ୍ତି କି ଅନ୍ୟାନ୍ୟ ଯେଉଁ ଖାଦ୍ୟ ଦେଉଛନ୍ତି ସେଗୁଡ଼ାକ ସବୁ ଭଲ ଥିଲା? କେବଳ କୋରାରେ ବାହାରୁଛି ପୋକ ନା ଆଉ କେଉଁଥିରେ ସବୁ ବାହାରୁଛି? ନାଇଁ, କୋରାଟା କମ୍ପଲସରି ପ୍ରତି ମାସରେ ବାଲି ଆଉ ଯେଉଁ ଜନ୍ଦା ପିମ୍ପୁଡ଼ି ଯେଉଁ ମରିଗଲା ପରେ ଯେଉଁ ଗୋଟା ହେଇଥାଏ ସେଇଟା କୋରାରେ କମ୍ପଲସରି ବାହାରୁଛି, କିନ୍ତୁ ମୁଢ଼ିରେ ଏଇ 2 ମାସ ହେଲା ମୁଁ ଦେଖିଲି ପୋକ ବାହାରୁଛି, ଆଉ କୋରାରେ ଏଇ 2 ମାସ ହେଲା ଦେଖିଲି ପୋକ ବାହାରୁଛି। ନହେଲେ ଆଗରୁ ପୋକ ଦେଖୁନଥିଲୁ, କିନ୍ତୁ କୋରାରେ କମ୍ପଲସରି ବାଲି ଆଉ ମୁସାନିଡ଼ି ବାହାରୁଥିଲା। ପ୍ରତି ମାସରେ କେତେ ତାରିଖରେ ତମକୁ ଦେଉଛନ୍ତି? ପ୍ରତି ମାସରେ ଦେଉନାହାନ୍ତି, 2-3 ମାସରେ ଥରେ ଲେଖା ଦେଉଛନ୍ତି, 3 ମାସର ଏକାଥର ଲେଖା ଦେଇ ଦେଉଛନ୍ତି, 2 ମାସର ଏକାଥର ଦେଇ ଦେଉଛନ୍ତି। କେତେ ତାରିଖରୁ କେତେ ତାରିଖ ଭିତରେ ଦେଉଛନ୍ତି? ସେମିତି ଡେଟ୍ ବି ମୋର ମନେ ନାହିଁ। ସେ ଯେତେବେଳେ କହୁଛନ୍ତି ସେ ଯେତେବେଳେ ଆମକୁ କହୁଛନ୍ତି ଆସିକି ତମ ଜିନିଷ ନେଇଯିବ ବୋଲି, ଆମେ ସେତେବେଳେ ଯାଇକି ଆଣୁଛୁ। 2-4 ଦିନ ବି ଆମର ଲେଟ୍ ହେଇଯାଉଛି, ଏମିତି ହେଉଛି ଆଉ। ଅଙ୍ଗନବାଡ଼ି କେନ୍ଦ୍ରରୁ ଯାଇକି ଆଣୁଛ ନା କୋଉଠୁ ଆଣୁଛ ଖାଦ୍ୟଟା? ଅଙ୍ଗନବାଡ଼ି କେନ୍ଦ୍ର ଆମେ ତ ତାଙ୍କ ଘରୁ ଆଣୁଛୁ। ସ୍କୁଲ କ'ଣ ତାଙ୍କ ଘରେ ହେଉଛି? ସ୍କୁଲ ବି ତାଙ୍କ ଘରେ ହେଉଛି। କ'ଣ କହିବେ ତାକୁ ଯେଉଁ ପୋକ ବାହାରୁଛି ଏଥିରେ ଆପଣମାନେ ସବୁ କମ୍ପ୍ଲେନ୍ ଗ୍ରାମବାସୀଙ୍କ ତରଫରୁ କିଛି କମ୍ପ୍ଲେନ୍ କରିଛନ୍ତି? ଗ୍ରାମବାସୀଙ୍କୁ ଜଣେଇଛନ୍ତି? ନାଇଁ ଆମେ ଗ୍ରାମବାସୀଙ୍କୁ କିଛି ଜଣାଉନୁ, କିନ୍ତୁ ବାରମ୍ବାର ତାଙ୍କୁ କହୁଛୁ କୋରାରୁ ବାଲି ବାହାରୁଛି, ଭଲ ଲାଗୁନି, ପ୍ରତି ମାସରେ ଆମେ କୋରା ଫୋପାଡ଼ୁଛୁ। ଏଇ 2 ମାସ ହେଲା ମୁଢ଼ି କୋରା ଛତୁଆ ସବୁ ଫୋପାଡ଼ିଲୁ, ଆଉ କିନ୍ତୁ ପ୍ରତି ମାସରେ କୋରା ଫୋପାଡ଼ୁଛୁ, ବାରମ୍ବାର କହୁଛୁ। ସେ କହୁଛନ୍ତି କୌଣସି ପ୍ରକାର କଥା ଶୁଣୁନାହାନ୍ତି? କିଛି ନାହିଁ, ସେ କହୁଛନ୍ତି ଆମେ ତାଙ୍କୁ ଜଣାଉଛୁ, ସେ ତ ଆମକୁ ଦେଉଛନ୍ତି, ଆମେ କ'ଣ କରିବୁ? ସେଇ ବାବଦରେ ସରକାରଙ୍କୁ ତମେ କ'ଣ ନିବେଦନ କରିବାକୁ ଚାହୁଁଛ? ନାଇଁ, ନିବେଦନ ଏହା କରିବୁ ଯେ ଗଭର୍ଣ୍ଣମେଣ୍ଟରୁ ଯେହେତୁ ପଇସା ଆସୁଛି ଦେବେ ଯଦି ଭଲରେ ଦିଅନ୍ତୁ, ନହେଲେ କାହିଁ ପୁଣି ରୋଗରେ ମଣିଷ ପଡ଼ିବ। ଆମର ବି ଛୋଟ ଛୁଆ, ରୋଗ ହେବ, ଅସୁବିଧା ହେବ, ସେଥିପାଇଁ ନିବେଦନ କରୁ, ଦେବେ ଯଦି ଭଲରେ ଦିଅନ୍ତୁ, ଭଲ ଖାଦ୍ୟ ଦିଅନ୍ତୁ।